ପଞ୍ଚୁବର୍ଣ୍ଣି 200 ଗ୍ରାମ ଅରୁଆ ଚାଉଳ, 25 ଗ୍ରାମ ଗୋଟା ମସୁର ଡାଲି, 15 ଗ୍ରାମ ବୁଟ ଡାଲି, 15 ଗ୍ରାମ ଗୋଟା ମୁଗ, 5 ଗ୍ରାମ ରାଜମା, 5 ଗ୍ରାମ କାବୁଲି ବୁଟ, 2ଟି ଅଳେଇଚ, 2 ଖଣ୍ଡ ଡାଲଚିନି, 3-4ଟି ଗୁଜୁରାତି, 2ଟି ତେଜପତ୍ର, 1 ଛୋଟ ଚାମଚ ଗୋଟା ଗୋଲମରିଚ, 1 ଇଞ୍ଚର ଖଣ୍ଡେ ଅଦା, 3ରୁ 4 କୋଲା ରସୁଣ, 2ଟି ବଡ଼ ପିଆଜ, 3 ବଡ଼ ଚାମଚ ଘିଅ, 3-4ଟି କଞ୍ଚା ଲଙ୍କା, ଅଧା ଚାମଚ ଗୁଣ୍ଡ ହଳଦୀ ଏବଂ ସ୍ୱାଦ ଅନୁଯାୟୀ ଲୁଣ। ପ୍ରସ୍ତୁତ ପ୍ରଣାଳୀ। ବୁଟ ଡାଲି, ଗୋଟା ମୁଗ, ରାଜମା ଓ କାବୁଲି ବୁଟକୁ ଅଲଗା ଅଲଗା ପାତ୍ରରେ ବତୁରାନ୍ତୁ। 2-3 ଘଣ୍ଟା ପରେ ରାଜମା ଓ କାବୁଲି ବୁଟକୁ ଅଳ୍ପ ପାଣି ଦେଇ ସିଝାଇ ରଖନ୍ତୁ। ଚାଉଳକୁ ଧୋଇ ରଖନ୍ତୁ। ପିଆଜକୁ 4 କୋଣିଆ ବଡ଼ ବଡ଼ ଖଣ୍ଡ କରି କାଟି ରଖନ୍ତୁ। ଅଦା, ରସୁଣ ଓ କଞ୍ଚା ଲଙ୍କାକୁ ଅଳ୍ପ ଛେଚି ରଖନ୍ତୁ। ଡାଲଚିନି, ଗୁଜୁରାତି ଓ ଅଳେଇଚକୁ ମଧ୍ୟ ଅଧା ଅଧା ଛେଚି ରଖନ୍ତୁ। ପାତ୍ରରେ 2-3ଟି ବଡ଼ ଚାମଚ ଘିଅ ଗରମ କରି ତେଜପତ୍ର ଓ ଗୋଲମରିଚ ପକାନ୍ତୁ। ଗରମ ମସଲା ଛେଚା ପକାନ୍ତୁ। କଟା ପିଆଜ ଓ ଛେଚା ହୋଇ ରଖା ହୋଇଥିବା ଅଦା, ରସୁଣ, କଞ୍ଚା ଲଙ୍କା ପକାନ୍ତୁ। ଅଳ୍ପ ସମୟ ଗୋଳାଇ ଚାଉଳ ପକାନ୍ତୁ। ମସୁର ଡାଲିକୁ ଧୋଇ ଚାଉଳରେ ପକାନ୍ତୁ। ବତୁରାଇ ରଖିଥିବା ବୁଟ ଡାଲି, ଗୋଟା ମୁଗ ଏବଂ ସିଝାଇ ରଖିଥିବା କାବୁଲି ବୁଟ ପକାଇ ଗୋଳାଇ ଚାଉଳର 2 ଗୁଣା ପାଣି ଦିଅନ୍ତୁ। ସ୍ୱାଦ ଅନୁସାରେ ଲୁଣ ପକାଇ ଢାଙ୍କୁଣୀ ଘୋଡ଼େଇ ଧିମା ଆଞ୍ଚରେ ଖେଚୁଡ଼ି ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ। ଚୁଲିରୁ ଓହ୍ଲାଇ 2 ଚାମଚ ଘିଅ ଦେଇ ପରସନ୍ତୁ।